ଷଷ୍ଠ ଶ୍ରେଣୀ ଭୂଗୋଳ ବହିର ଭୂଗୋଲକ ଅକ୍ଷାଂଶ ଓ ଦ୍ରାଘିମା ପ୍ରସଙ୍ଗର ପ୍ରଥମ ଭାଗକୁ ସମସ୍ତଙ୍କୁ ସ୍ୱାଗତ। ତ ଆଜିର ଆମର ଏହି ଶିକ୍ଷଣ ଦିବସର ଉଦ୍ଦେଶ୍ୟ ରହିଛି ପୃଥିବୀ ଓ ଭୂଗୋଲକ ମଧ୍ୟରେ ପାର୍ଥକ୍ୟ ତୁମେମାନେ କହିପାରିବ, ଭୂଗୋଲକର ବ୍ୟବହାର କରିପାରିବ ଓ ଅକ୍ଷାଂଶ ଓ ଦ୍ରାଘିମା ମଧ୍ୟରେ ପାର୍ଥକ୍ୟ କହିବ। ଏହା ହିଁ ଆଜିର ଉଦ୍ଦେଶ୍ୟ ରହୁଛି। ତେବେ ଆସ ଆଜି ଆମର ଏହି ଶିକ୍ଷଣ ପ୍ରକ୍ରିୟାକୁ ଆଗକୁ ନେବା। ତ ପ୍ରଥମେ ଆଚ୍ଛା ପିଲାମାନେ, ତୁମେ ଜାଣିଛ କି ପୃଥିବୀର ଆକାର କିପରି? ତ ପୃଥିବୀର ଆକାରକୁ ପୃଥ୍ୱୀ ରୂପ ବା ଭୂ ଆକୃତି କୁହାଯାଏ। ପୃଥିବୀ ସମ୍ପୂର୍ଣ୍ଣ ରୂପେ ଗୋଲ ନୁହେଁ। ପୃଥିବୀ ରୂପ ଆକାରର। ତେଣୁ କିନ୍ତୁ ଏହି ପୃଥିବୀର ବିଶାଳ ଆକାର ସମ୍ବନ୍ଧରେ କଳନା କରିବା ଏତେ ସହଜ ନୁହେଁ। ତେଣୁକରି ସେଥିପାଇଁ ଆମେ କ'ଣ କରିଛେ, ତାର ଗୋଟେ ଅବିକଳ ପ୍ରତିରୂପ ଆମେ ପ୍ରସ୍ତୁତ କରିଛେ, ଯାହାକୁ ଆମେ ଭୂଗୋଲକ ବା ଗ୍ଲୋବ ବୋଲି କହିଥାଉ। ଏଇଟି ହେଉଛି ସେଇ ଗ୍ଲୋବ। ସମସ୍ତେ ଦେଖିଥିବ, ନିଜ ସ୍କୁଲ ମାନଙ୍କରେ ବି ଥିବ, ଦେଖିନା ସମସ୍ତେ? ହଁ, ଭେରି ଗୁଡ୍। ତାହେଲେ ଏଇ ଯୋଉ ଗ୍ଲୋବ ରହିଲା, ସେଥିରୁ ଆମେ ପୃଥିବୀ ପୃଷ୍ଠରେ ଥିବା ବିଭିନ୍ନ ଭୂମିରୂପ, ଜଳ, ସ୍ଥଳଭାଗର ବଣ୍ଟନ, ଦେଶ ଓ ମହାଦେଶ ପ୍ରଭୃତି ବିଷୟରେ ଆମେ ଜାଣିପାରିବା। ସେଥିରେ ସବୁ ଦର୍ଶାଯାଇଛି। ଯୋଉ ନୀଳ ରଙ୍ଗ ଦେଖୁଛ, ସେଗୁଡ଼ିକ ହେଉଛି ଜଳଭାଗ। ଯୋଉଠି ସବୁ ରଙ୍ଗୀନ ହେଇକି ସବୁ ଅଛି, ସେ ସବୁ ଆମର ସ୍ଥଳଭାଗ, ମହାଦେଶ ସବୁ ଗୋଟେ ଗୋଟେ। ତେଣୁ ସେ ସବୁ ବିଷୟରେ ଆମେ ଧାରଣା ପାଇପାରିବା। ତେବେ ଏଇ ଯୋଉ ଆମର ପୃଥିବୀ ରହିଛି, ପୃଥିବୀର ଆମର ଯୋଉ ଉପର ଅଂଶଟି ଅଛି, ସେଇଠି ହେଉଛି ଆମର ଉପରସ୍ଥ ପ୍ରାନ୍ତ ହେଉଛି ଉତ୍ତର ମେରୁ ବା ସୁମେରୁ। ଦେଖିପାରୁଛ ସମସ୍ତେ? ପୁରା ପୃଥିବୀ ଉପର ଅଂଶରେ ଯୋଉଟା ଅଛି, ଉପରିସ୍ଥ ଅଂଶ। ଠିକ ସେହିପରି ଦକ୍ଷିଣ ପ୍ରାନ୍ତରେ ଯୋଉଟା ରହିଲା, ତାକୁ ଆମେ କହିବା କ'ଣ? ଦକ୍ଷିଣ ମେରୁ ବା କୁମେରୁ। ବୁଝିପାରିଲ ସମସ୍ତେ? ତେବେ ଏଇ ଯୋଉ ଗ୍ଲୋବରେ ଦର୍ଶାଯାଇଛି, ଦେଖିପାରୁଛ ସମସ୍ତେ, ଗୋଟେ ଦଣ୍ଡ ଦ୍ୱାରା ଉତ୍ତର ମେରୁ ଆଉ ଦକ୍ଷିଣ ମେରୁକୁ ସଂଯୋଗ କରାଯାଇ ରଖାଯାଇଛି। ଦେଖିପାରୁଛ ସମସ୍ତେ? ତ ତାକୁ ଆମେ କ'ଣ କହିବା ନା ଅକ୍ଷ। କ'ଣ କହିବା? ଅକ୍ଷ। ଆଚ୍ଛା ପିଲାମାନେ କହିଲ, ଆମ ପୃଥିବୀରେ କ'ଣ ଏମିତି ଗୋଟେ ଅକ୍ଷ ଅଛି କି? ନାହିଁ। ତାହେଲେ ପୃଥିବୀରେ ଆମର ସେମିତି କୌଣସି ଅକ୍ଷ ନାହିଁ। ଏହା ହେଉଛି ଏକ କାଳ୍ପନିକ ଦଣ୍ଡ। ଆମେ ତାକୁ କଳ୍ପନା କରିଛେ ଯେ ପୃଥିବୀରେ ଯଦି ଆମେ ଉତ୍ତର ମେରୁ ଆଉ ଦକ୍ଷିଣ ମେରୁକୁ ସଂଯୋଗ କରିବା, ତାହେଲେ ଏହିପରି ଗୋଟେ କାଳ୍ପନିକ ଦଣ୍ଡ ସେଠି ରହିବ। ବୁଝିପାରିଲେ ସମସ୍ତେ? ଏବେ ଆସ ଆମେ ଦେଖିବା ଆଗକୁ। ତାହେଲେ ଆମେ ଯୋଉ ଗ୍ଲୋବଟିକୁ ଘୁରଉଛେ ନା ନାଇଁ? ତ ଠିକ ସେହିପରି ପୃଥିବୀ ମଧ୍ୟ କ'ଣ କରେ ନା ନିଜର ଅକ୍ଷ ଦଣ୍ଡ ସହ ପଶ୍ଚିମରୁ ପୂର୍ବକୁ ଅନବରତ ଘୁରୁଥାଏ। ବୁଝିପାରିଲେ ମତେ? ତାହେଲେ ପୃଥିବୀ କ'ଣ କରେ ନା ନିଜର ଅକ୍ଷ ଦଣ୍ଡର ଚତୁଃପାର୍ଶ୍ୱରେ ପଶ୍ଚିମରୁ ପୂର୍ବକୁ ସବୁବେଳେ ଘୁରୁଛି। ଚିତ୍ରରେ ଦେଖିପାରୁଥିବେ ସମସ୍ତେ? ତାହେଲେ ଏଇ ଯୋଉ ଘୂର୍ଣ୍ଣନକୁ ଆମେ କ'ଣ କହୁ ନା ପୃଥିବୀର ଆବର୍ତ୍ତନ ଗତି। କ'ଣ କୁହାଯାଏ? ଆବର୍ତ୍ତନ ଗତି। ତ ଠିକ ସେହିପରି ପୃଥିବୀ କ'ଣ କରେ ନା ନିଜର ଅକ୍ଷ ଚାରିପଟେ ଘୁରିବା ସହ ସୂର୍ଯ୍ୟର ଚତୁଃପାର୍ଶ୍ୱରେ ମଧ୍ୟ ଘୁରୁଥାଏ, ଯାହାକୁ ଆମେ କହିବା କ'ଣ ନା ପରିକ୍ରମଣ ଗତି। କ'ଣ କହିବା? ପରିକ୍ରମଣ ଗତି। ଆଚ୍ଛା ପିଲାମାନେ ଦେଖିଲ, ଆମର ଯୋଉ ଗ୍ଲୋବଟା ଅଛି, ସେଥିରେ ପୃଥିବୀ ଟିକେ ବଙ୍କେଇକି ନାହିଁ ଅଛି ନା ନାଇଁ? ତାହେଲେ କାହିଁକି ବଙ୍କେଇକି ଅଛି? ନା ପୃଥିବୀ ଯେତେବେଳେ ନିଜ ଘୁରୁଥାଏ, ଯେତେବେଳେ ଅକ୍ଷ ଚାରିପଟେ ଘୁରୁଥାଏ, ତାର ସେ ଅକ୍ଷ ଦଣ୍ଡ କ'ଣ କରେ ନା 66 ଡିଗ୍ରୀ ଆନତ ହୋଇ ରହିଛି ଭୂପୃଷ୍ଠ ସହ। ସେଥିଲାଗି ପୃଥିବୀ ଆମର ଟିକେ ବଙ୍କେଇକି ରହିଛି। ତା ସହିତ ପୃଥିବୀ ନିଜ ଅକ୍ଷ କ'ଣ କରେ, କକ୍ଷ ତଳ ସହିତ ମଧ୍ୟ 66 ଡିଗ୍ରୀ ଅଧେ ଆନତ ହୋଇକି ରହିଛି। ଅର୍ଥାତ୍ ପୃଥିବୀ ଟିକେ ବଙ୍କେଇକି ରହି ଘୁରୁଛି। ତାହେଲେ ଯୋଉ ଭୂଗୋଲକ ବା ଗ୍ଲୋବ ଆମେ ବ୍ୟବହାର କରୁଛେ, ତାର ଉପାଦେୟତା ସବୁ କ'ଣ କ'ଣ ରହୁଛି? କାହିଁକି ଆମେ ଭୂଗୋଲକର ବ୍ୟବହାର କରିବା? ଦେଖ, ଏହା ଖୁବ ଛୋଟ ଆକାରର ହୋଇଥିବାରୁ ଏହାକୁ ଆମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବା ସହଜ ହୋଇଥାଏ। ସହଜରେ ଆମେ କ'ଣ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ତାକୁ ନେଇ ପାରିବା। ସେହିପରି ବିଭିନ୍ନ ଉପାଦାନରେ ମଧ୍ୟ ଗ୍ଲୋବ ପ୍ରସ୍ତୁତ କରାଯାଇ ପାରିବ, ଯେମିତି ଶକ୍ତ ପଟି କାଗଜ, ପ୍ଲାଷ୍ଟିକ, ରବର, ମୃତ୍ତିକା ଆଦିରେ ଆମେ ତାକୁ ପ୍ରସ୍ତୁତ କରିପାରିବା।
ବିଦ୍ୟୁତ ଶକ୍ତି ଦ୍ୱାରା ଆଲୋକିତ ଗ୍ଲୋବରେ ପୃଥିବୀର ଭୂମି ରୂପ ଓ ସମୁଦ୍ର ତଳର ଭୂ ଆକୃତି ମଧ୍ୟ ଜାଣି ହୁଏ। ଆମେ ସେଇ ଅନୁସାରେ ତାକୁ ଲାଇଟ୍ ଆଡଜଷ୍ଟ କରିବା, ଯାହାଦ୍ୱାରା କ'ଣ ନା ଆମେ କୋଉଠି ଭୂମି ରୂପ ଅଛି, କୋଉଠି ଉଚ୍ଚ ପାହାଡ଼ ଅଛି, କୋଉଠି ସମତଳ ଭୂମି ଅଛି, ସେଇପଟେ ସମୁଦ୍ରରେ କୋଉଠି ଅଧିକା ଗଭୀର ଅଛି, ତାକୁ ଆମେ ସବୁ ଜାଣିପାରିବା। ତା ସହିତ ଭୂପୃଷ୍ଠରେ ଥିବା ଦେଶ, ମହାଦେଶ, ସାଗର, ମହାସାଗର ଇତ୍ୟାଦି ମଧ୍ୟ ଗ୍ଲୋବରେ ଦର୍ଶାଯାଇଥାଏ। ତେବେ ଆସ ଆମେ ପୃଥିବୀର ଅକ୍ଷାଂଶ ଓ ଦ୍ରାଘିମା ବିଷୟରେ ଜାଣିବା। ତାହେଲେ ଗ୍ଲୋବ ଉପରେ ଆମେ ଅନେକ ଗୁଡ଼ିଏ ସବୁ ରେଖା ଦେଖିଛେ, ଦେଖିନ? ତାହେଲେ ସେ ଯୋଉ ରେଖା ଗୁଡ଼ିକ ସବୁ ପଡ଼ିଛି, ସେଗୁଡ଼ିକ କିଛିଟା ପୃଥିବୀ ସହିତ କ'ଣ ସମାନ୍ତରାଳ ଭାବେ ପୂର୍ବ ପଶ୍ଚିମ ଦିଗରେ ପଡ଼ିଛି, ଆଉ କେତେଟା ଉତ୍ତର ମେରୁ ଦକ୍ଷିଣ ମେରୁ ଯାଏଁ ପଡ଼ିଛି ନା ନାଇଁ? ତେଣୁ ଯେଉଁ ବୃତ୍ତାକାର ରେଖା ଗୁଡ଼ିକ ପୂର୍ବ ପଶ୍ଚିମ ଦିଗରେ ପରସ୍ପର ସମାନ୍ତରାଳ ହୋଇ ଅଙ୍କିତ ହୋଇଛି, ତାହାକୁ ଆମେ ସମାକ୍ଷ ରେଖା ବା ଅକ୍ଷାଂଶ ରେଖା ବୋଲି କହିବା। ବୁଝିପାରିଲେ ସମସ୍ତେ? ଚିତ୍ର ଦେଖିପାରୁଥିବ, ଏଇ ଯୋଉ ଗୋଲ ଗୋଲ ହେଇକି ସବୁ ପଡ଼ି ରହିଛି, ସେଗୁଡ଼ିକ ହଉଛି ଆମର ଅକ୍ଷାଂଶ ରେଖା। ଠିକ୍ ସେହିପରି ଯେଉଁ ଅର୍ଦ୍ଧବୃତ୍ତାକାର ରେଖା ଗୁଡ଼ିକ ଉତ୍ତର ଦକ୍ଷିଣ ଦିଗରେ ଉତ୍ତର ମେରୁ ଓ ଦକ୍ଷିଣ ମେରୁକୁ ସଂଯୋଗ କରୁଛି, ତାହାକୁ ଆମେ ମଧ୍ୟଦିନ ରେଖା ବା ଦ୍ରାଘିମା ରେଖା ବୋଲି କହିବା। ଠିକ୍ ଅଛି? ତାହେଲେ କିନ୍ତୁ ଯେମିତି ଆମର ଅକ୍ଷଦଣ୍ଡ ରହିଛି, କାଳ୍ପନିକ ଅକ୍ଷଦଣ୍ଡ ରହିଛି ଆମର, ନାଇଁ? ଠିକ୍ ସେମିତି ଏଇ ଯୋଉ ରେଖା ଗୁଡ଼ିକ ମଧ୍ୟ ଆମର ଗୋଟେ ଗୋଟେ କାଳ୍ପନିକ ରେଖା, ଅକ୍ଷାଂଶ ହଉ କିମ୍ବା ଦ୍ରାଘିମା ରେଖା ହଉ। ଏହା ପ୍ରକୃତରେ ସେମିତି କୌଣସି ରେଖା ନାହିଁ। ୟାକୁ ଆମେ କ'ଣ କରିଛେ ନା କଳ୍ପନା କରିଛେ। କାହିଁକି ନା ଭୂପୃଷ୍ଠର ବିଭିନ୍ନ ସ୍ଥାନ, ଭୌଗୋଳିକ ଅଞ୍ଚଳର ଅବସ୍ଥିତି, ଜଳବାୟୁ, ସମୟ ଇତ୍ୟାଦି ଅଧ୍ୟୟନ ଦୃଷ୍ଟିରୁ ସମାକ୍ଷ ରେଖା ବା ଦ୍ରାଘିମା ରେଖା ଏସବୁକୁ ଅଙ୍କନ ଆମେ କରିଛେ। ତାହେଲେ ଏଇ ଯୋଉ ପ୍ରତ୍ୟେକ ସମାକ୍ଷ ରେଖା ଓ ଦ୍ରାଘିମା ରେଖା ମାନଚିତ୍ରରେ 1 ଡିଗ୍ରୀ ଲେଖାଏଁ ରହିଛି। ତେଣୁ ମୋଟରେ 179ଟି ସମାକ୍ଷ ରେଖା ଓ 360ଟି ଦ୍ରାଘିମା ରେଖା ଆମର ରହିଛି। ଉଭୟ ମେରୁ ଗୋଟିଏ ଗୋଟିଏ ବିନ୍ଦୁ ହୋଇଥିବାରୁ ସେଠାରେ କୌଣସି ସମାକ୍ଷ ରେଖା ଟଣା ଯାଇପାରିବ ନାହିଁ। କାରଣ ଯୋଉଠି ମେରୁ ଆମର ହେଲା, ସେଠାରେ ବିନ୍ଦୁ ହେଇଗଲା, ସେଠି ଆମେ ଆଉ କ'ଣ ଗୋଟେ ବୃତ୍ତାକାର ସମାକ୍ଷ ରେଖା ଟାଣିପାରିବା କି? ଟାଣିପାରିବା ନାହିଁ। ତେଣୁ ଉଭୟ ଗୋଲାର୍ଦ୍ଧରେ ମୋଟ 89ଟି ଲେଖାଏଁ ଓ ବିଷୁବରେଖା ମିଶେଇ 179ଟି ଆମର ସମାକ୍ଷ ରେଖା ଅଙ୍କନ କରାଯାଇଛି। ବୁଝିପାରିଲେ ସମସ୍ତେ? ତ ଏବେ ଆସ କେତୋଟି ପ୍ରଶ୍ନରେ ଉତ୍ତର କରିବା। ତାହେଲେ କହିଲ, ପୃଥିବୀରେ ମୋଟ କେତୋଟି ସମାକ୍ଷ ରେଖା କଳ୍ପନା କରାଯାଇଛି? 179ଟି। ପୃଥିବୀର ଆକାରକୁ ଡ୍ୟାସ୍ କୁହାଯାଏ? ପୃଥ୍ୱୀ ରୂପ। ପୃଥିବୀ ନିଜର କକ୍ଷତଳ ସହିତ ଡ୍ୟାସ୍ ଡିଗ୍ରୀ ଆନତ ହୋଇ ରହିଛି? 66 ଡିଗ୍ରୀ। ଭେରି ଗୁଡ୍। ପୃଥିବୀ ନିଜ ଅକ୍ଷ ଚାରିପାଖରେ ଘୁରିବା କ'ଣ କୁହାଯାଏ? ଆବର୍ତ୍ତନ। ପୃଥିବୀ ଉପରେ ପରିକଳ୍ପିତ ଉତ୍ତରରୁ ଦକ୍ଷିଣ ରେଖା ଗୁଡ଼ିକ ଆମେ କ'ଣ କହିବା? ଦ୍ରାଘିମା ରେଖା। ଭେରି ଗୁଡ୍। ତାହେଲେ ଏବେ ସ୍ତମ୍ଭ ମିଳନ କରିବା। ଦ୍ରାଘିମା କ'ଣ ହବ? 360ଟି। ଦକ୍ଷିଣ ମେରୁକୁ କୁମେରୁ। ଅକ୍ଷାଂଶ 179ଟି। ପୃଥିବୀର ଆକାର ଭୂ ଆକୃତି କି। ପୂର୍ବରୁ ପଶ୍ଚିମ ରେଖା କ'ଣ କହିବା? ହଁ, ଅକ୍ଷାଂଶ। ଏବେ ଆସ ଆଉ କେତୋଟି ପ୍ରଶ୍ନର ଉତ୍ତର କରିବ। ପୃଥିବୀର ଆବର୍ତ୍ତନ ଗତି କହିଲେ କ'ଣ ବୁଝ? କିଏ କହିବ ଦେଖିବା? ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂର୍ଣ୍ଣନ କରିଥାଏ। ଏହାକୁ ଆମେ ପୃଥିବୀର ଆବର୍ତ୍ତନ ଗତି ବୋଲି କହିଥାଉ। ପୃଥିବୀର ଅକ୍ଷ କାହାକୁ କୁହାଯାଏ? ପୃଥିବୀର ଉତ୍ତର ମେରୁ ଓ ଦକ୍ଷିଣ ମେରୁକୁ ସଂଯୋଗ କରୁଥିବା କାଳ୍ପନିକ ରେଖାକୁ ପୃଥିବୀର ଅକ୍ଷଦଣ୍ଡ ବୋଲି ଆମେ କହୁଛେ। ଦ୍ରାଘିମା ରେଖା କାହାକୁ କୁହାଯାଏ? ପୃଥିବୀ ଉପରିସ୍ଥ ଯେଉଁ ଅର୍ଦ୍ଧବୃତ୍ତାକାର ରେଖା ଗୁଡ଼ିକ ଉତ୍ତର ଦକ୍ଷିଣ ଦିଗରେ ଉତ୍ତର ମେରୁ ଓ ଦକ୍ଷିଣ ମେରୁକୁ ସଂଯୋଗ କରୁଛି, ତାହାକୁ ଆମେ ଦ୍ରାଘିମା ରେଖା ବୋଲି କହିବା। ଅକ୍ଷାଂଶ ବା ସମାକ୍ଷ ରେଖା ଆମେ କାହାକୁ କହିବା? ପୃଥିବୀ ଉପରିସ୍ଥ ଯେଉଁ ବୃତ୍ତାକାର ରେଖା ଗୁଡ଼ିକ ପୂର୍ବ ପଶ୍ଚିମ ଦିଗରେ ପରସ୍ପର ସମାନ୍ତରାଳ ହୋଇ ଅଙ୍କିତ ହୋଇଛି, ତାହାକୁ ଆମେ ସମାକ୍ଷ ରେଖା ବା ଅକ୍ଷାଂଶ ରେଖା ବୋଲି କହିବା। ବୁଝିପାରିଲ ସମସ୍ତେ? ତ ଆଜି ପାଇଁ ଏତିକି। ସମସ୍ତଙ୍କୁ ଧନ୍ୟବାଦ। ପୁଣି ଦେଖା ହବ ଆମର ଆଗାମୀ କ୍ଲାସ୍।